ମଞ୍ଚାରେ ମଞ୍ଚାସୀନ ମହୋଦୟ, ମୋର ଭାଇ ବରିଷ୍ଠ କବି ପ୍ରଶାନ୍ତ ଭାଇ, ମୁଖ୍ୟ ବକ୍ତା ଅଭୟ ଭାଇ, ସେ ମଧ୍ୟ ଜଣେ ବାଲେଶ୍ୱର ନାମୀ ଦାମୀ କବି। ମୋତେ ମଧ୍ୟ ସେ ଷ୍ଟେସନରେ କୁହନ୍ତୁ, ଏକଲବ୍ୟ କଥା କୁହନ୍ତୁ, ଉପମନ୍ୟୁ କଥା କୁହନ୍ତୁ, ଆଉ ପୁରୁଷୋତ୍ତମ ପୁରୁଷ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ବାବଦରେ କୁହନ୍ତୁ, ନହେଲେ ଝିଅ ହଉ ବା ପୁଅ ହଉ, ସେ ଦିଲ୍ଲୀରେ ନହେଲେ ଆମେରିକାରେ ଥିବେ ସ୍ୱାମୀ ସ୍ତ୍ରୀ, ଆପଣ ଏଠି ବସି କାନ୍ଦୁଥିବେ। ତାଙ୍କୁ ଶିକ୍ଷା ଦିଅନ୍ତୁ। ବାପାର ପୋଜିସନ, ବାପା କିଏ ମା କିଏ? ମା ବାପା କଣ କରନ୍ତି? ଠାକୁରଙ୍କୁ ଆମେ ନମସ୍କାର କଲେ ଭଗବାନଙ୍କ ଆଶୀର୍ବାଦ ପାଇବୁନି। ବାପା ମାଙ୍କୁ ଭକ୍ତି କରିବା ଶିଖାନ୍ତୁ, ପାଦରେ ଡେଲି ଧୋଇ ଦିଅନ୍ତୁ। ସେ ପିଲାକୁ ସେ କଥା ଶିଖନ୍ତୁ, ଯୋଉ ଆଶୀର୍ବାଦ ଯିବ ବାପା ଆଉ ମା ପାଦରୁ ଠାକୁରଙ୍କ ପାଖକୁ ଯାଇ ପହଞ୍ଚିବ, ଠାକୁର ଆଶୀର୍ବାଦ ଦେବେ, ନହେଲେ ଦେବେନି। ମାର ପଣ ଦୋକାନୀ ହଜିଗଲାନି। ଆଉ ପଣ ଦୋକାନୀରେ ପିଲାମାନେ, ଆମ ବୟସର ପିଲାମାନଙ୍କ କଥା ମୁଁ କହୁଛି, ଆଉ ମାର ପଣ ଦୋକାନୀ ହଜିଯାଇଛି ଦୁଇ ପ୍ରକାର। ଆପଣମାନେ ଦ୍ୱିତୀୟ ଧାଡ଼ିର ମା ମାନେ। କଲେଜରେ ପରୀକ୍ଷା ହଉନି, କେବଳ ଆମ କଲେଜରେ ହଉଛି। ସରକାରୀ ପରୀକ୍ଷା ଗୁଡ଼ିକ ଆମ ନିଜ ପିଲାମାନେ ନିଜ କଲେଜରେ ପରୀକ୍ଷା ଦେଉଛନ୍ତି। ତେଣୁ ଆଜି ବୋଧେ ଆସିପାରିବାର ମୋ ପାଇଁ ପୁରା ଅସମ୍ଭବ ଥିଲା। ଇଏ ହେଉଛି ଏଇ ପିଲାମାନଙ୍କର ଆତ୍ମୀୟତା। ଯେତେବେଳେ ଶିକ୍ଷାଦାନ ମଇଦାନରେ ଅଛି, ମୋ ମଇଦାନ ହେଉଛି ପିଲାମାନେ। ମୁଁ ଅନୁରୋଧ କଲି ୟୁନିଭର୍ସିଟିରୁ ସୁପରିଟେଣ୍ଡେଣ୍ଟ ମୁଁ ଆସିଲି ପିଲାମାନଙ୍କ ପାଇଁ। ମୋର କେତେ ଆଗ୍ରହ ଦେଖିବା ପାଇଁ। ଆଉ ଗୋଟେ ଜିନିଷ ଦେଖିଲି, ଏଇ ଛୋଟ ପିଲାମାନେ ଯେତିକି ନୀରବତା ରକ୍ଷା କରୁଛନ୍ତି, ଆମେ ମଧ୍ୟ ସେତିକି ନୀରବତା ରଖିବା ନାହିଁ, କରିପାରିବା ନାହିଁ। ଏବଂ ଏହା ହେଉଛି ଗୋଟେ ଶୃଙ୍ଖଳା। ଶୃଙ୍ଖଳାର ଅର୍ଥ ନୁହେଁ ମୌନ କରିକି ବସିବା। ଶୃଙ୍ଖଳାର ଅର୍ଥ ହେଉଛି ଯୋଉ କାମ ଯେତେବେଳେ ଯୋଉ ପରିସରରେ କରିବା କଥା, ଠିକ ସେଇ ସମୟରେ ସେଇ କାମ କରିବା। ଖାଇବା ସମୟରେ ଖାଇବା, ଶୋଇବା ଟାଇମରେ ଶୋଇବା, ପାଠ ପଢିବା ଟାଇମରେ ପାଠ ପଢିବା, ଖେଳିବା ଟାଇମରେ ଖେଳିବା, ଆଉ ଭଗବାନଙ୍କୁ ଡାକିବା ସମୟରେ ଡାକିବା। ଶ୍ରୋତା ବନ୍ଧୁଗଣ, ଚିତ୍ର ଦେଖିଲି ତିନି ଠାକୁରଙ୍କର। ଆମେ ଯେତେବେଳେ ଚିତ୍ରଙ୍କୁ ଜୁହାର ହେଉଛେ, ନିଶ୍ଚିତ ଭାବରେ କଣ କରୁଛେ? ଆଖି ବୁଝିକିନା ଆମେ ଜୁହାର ହେଉଛେ। କହିଲେ ଦେଖି କାହିଁକି ଆଖି ବୁଝୁଛେ? ସେ ହେଉଛି ସ୍ୱୟଂ ଈଶ୍ୱର ଆମ ଭିତରେ ଅଛନ୍ତି। ଆଉ ଚିତ୍ରକୁ ଦେଖିଲେ ଲାଭ ହବ ନାହିଁ, ଆଖି ବୁଝି ଜୁହାର ହେଲେ ଲାଭ ହବ ନାହିଁ, ଯଦି ଆମେ ସେ ଚିତ୍ରକୁ ଦେଖିକି ଚରିତ୍ରରେ ପରିଣତ କରୁ। ସେଇଟା ମୋର ଜଣେ ଭଉଣୀ କହୁଥିଲେ, ବଢିଆ କଥା କହୁଥିଲେ, ଯେ ମା ନୁହଁ ବାପା ମଧ୍ୟ, ବାପା ନୁହେଁ ଭାଇ ଭଉଣୀ ମଧ୍ୟ, ଆଉ ଶିକ୍ଷକ ନୁହନ୍ତି ଗୁରୁମା ଗୁରୁଜୀ ମଧ୍ୟ, ସମସ୍ତେ ପିଲାମାନଙ୍କୁ ସଂସ୍କାର ଆମେ ପିଲାମାନଙ୍କ ସଫଳତା କଥା କହିବା। ସବୁ ମା ବାପ ପିଲା ଜନ୍ମ କଲେ, ପିଲା ଜନ୍ମ କଲା ପରେ ଗୋଟେ ଆଶା ନିଶ୍ଚିତ ଭାବରେ ମୋ ପୁଅ ମୋ ଝିଅ ସଫଳତା ପାଉ। ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ ଆଉ ନିରବଚ୍ଛିନ୍ନ ଚେଷ୍ଟା ସଫଳତାର ଶୀର୍ଷରେ। ପିଲା ଗୋଟେ ଭଲ ପାଠ ପଢିବ, କେମିତି ପଢିବ? ଭଲ ଗୋଟେ ପିଲାଟି ଭଲ କାହାକୁ ପାଇବ ସେଇଟାକୁ ସେ ଆଦରି ନେବ। ପାଠକୁ ଭଲ ପାଇବା ଦରକାର ପିଲାମାନଙ୍କ ପାଇଁ। ଏଟା ପିଲାମାନେ ଟିକେ ଆଟେନସନ ପ୍ଲିଜ। ଯୋଉ ପିଲାମାନେ ଭଲ ପାଠ ପଢନ୍ତି ସେମାନେ ପାଠକୁ ଭଲ ପାଆନ୍ତି। ଯେମିତି ବସିଥାନ୍ତି ପଛରେ ତାଙ୍କ ସିଟରେ, ସେ 15 ମିନିଟ ଥିଓରି କହିଲେ, 15 ମିନିଟ ଥିଓରି କହିସାରିଲା ପରେ ବହୁତ ସାଇଣ୍ଟିଷ୍ଟ ବସିଥିଲେ ଆଜ୍ଞା, ତାଙ୍କୁ ପ୍ରବଳ କ୍ୱେଶ୍ଚନ ଗୋଟାକ ପରେ ପଚାରିଥିଲେ। କିନ୍ତୁ ଡ୍ରାଇଭରଟା ବି ବହୁତ ଚାଲାକ, କହିଲା you are asking me such a silly question, my driver can answer it.
ଦେଖେଇକି ଆଇନଷ୍ଟାଇନକୁ ଦେଖେଇ ଦେଲେ ସେ। ଦେଖନ୍ତୁ ଗୋଟେ କଥା ଉଠିଲା ଏଇଠି ହାତଟାରେ ମାରିବା ପୂର୍ବରୁ ବା ବୁଝିଗଲ ବୋଲି ବୁଝିବା ପୂର୍ବରୁ ଗୋଟେ କଥା ଉଠିଲା। ଆଇନଷ୍ଟାଇନ ଏତେ ବଡ଼ ଲୋକ ହେଇକି ତାଙ୍କର ଡ୍ରାଇଭର ଆଇନଷ୍ଟାଇନର ଡ୍ରାଇଭର ପରିଚିତ ଥିଲେ, ସେ କେବେ କହିଲେ ନାହିଁ ମୁଁ ଆଇନଷ୍ଟାଇନ ସେ ମୋ ଡ୍ରାଇଭର। କେତେ ନମ୍ର ଦେଖନ୍ତୁ। ଏଠି ଗୁରୁ ଦଶା ନୀତି ହିଁ ଛାତ୍ର, ଯୋଉ ଛାତ୍ର ମାନେ ନମ୍ର ଏବଂ ଗୁରୁଜନ, ଗୁରୁ ବୋଇଲେ ଗୁରୁଜୀ ଗୁରୁମାନେ ହୁଅନ୍ତି, ଗୁରୁ ବୋଇଲେ ଗୁରୁଜନ ମାନଙ୍କ ଦୋଷ ତ୍ରୁଟିକୁ ଯୋଉ ବିଦ୍ୟାର୍ଥୀ ମାନେ ଯୋଉ ଛାତ୍ର ମାନେ ଆଚ୍ଛାଦନ କରିକି ପେଟ ଭିତରେ ଅନ୍ତର ଭିତରେ ରଖିଥାନ୍ତି ସେମାନଙ୍କୁ ହିଁ ପ୍ରକୃତରେ ଛାତ୍ର କୁହାଯାଇଥାଏ ବା ବିଦ୍ୟାର୍ଥୀ କୁହାଯାଇଥାଏ। ବନ୍ଧୁଗଣ, ଟିକେ ପୁରାଣ ଭିତରକୁ ଯିବି, ଆଉ 2 ମିନିଟରେ ଭାଷଣ ସାରିବି। କ୍ଷମା ମାଗୁଛି ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ, ପିଲାମାନଙ୍କୁ କହିଲେ ମୁଁ ହଜିଯାଏ। ମୁଁ ସବୁଦିନ ପିଲାମାନଙ୍କୁ ଡେଲି ସକାଳେ ମୁଁ ବସିକି କୁହେ, ଘଣ୍ଟାଟେ କହିବି, ତାପରେ ମୋ କାର୍ଯ୍ୟକ୍ରମରେ ଯିବି। 200-300 ପିଲା ଯିଏ ଯାଉଥାଉ ମୁଁ ଡାକିଦେବି, ମୋ ଜାଗାରେ ବସିବି, ପିଲା ଘେରିକି ଠିଆ ହେବେ, ମୁଁ କୁହେ ପ୍ରତ୍ୟେକ ଦିନ ତାଙ୍କୁ ଏନକରେଜ କରେ। ବନ୍ଧୁଗଣ, ଉପମନ୍ୟୁଙ୍କ ବାପା ଦିନେ ମହର୍ଷି ଥିଲେ। ମହର୍ଷି କାହା କହିବା, ଆଗରୁ କୋଉମାନେ ଶିକ୍ଷାଦାନ ଦଉଥିଲେ, ଭଗବାନ ରାମଚନ୍ଦ୍ର କୁହନ୍ତୁ, ଭଗବାନ ଶ୍ରୀକୃଷ୍ଣ କୁହନ୍ତୁ, ଯେତେ ସବୁ ପୌରାଣିକ, ଯେତେ ବଡ଼ ଏକଲବ୍ୟ କୁହନ୍ତୁ, ଯେତେ ଦୁର୍ଯ୍ୟୋଧନ କୁହନ୍ତୁ, ଅର୍ଜୁନ, ଗୁରୁମାନେ ମହର୍ଷି ମାନେ ଶିକ୍ଷାଦାନ କରୁଥିଲେ। ଋଷିମାନେ କୋଉମାନେ? ଋଷିମାନେ। ମତେ କୁହନ୍ତୁ, ଏଇଟା ଆମର ବାପା ମାଙ୍କ ପାଇଁ କଥା, ଏଇଟା ପିଲାମାନଙ୍କ ପାଇଁ ନୁହେଁ। ମତେ କୁହନ୍ତୁ, ଉପମନ୍ୟୁଙ୍କ ବାପା ମହର୍ଷି ଋଷିମାନଙ୍କର ଋଷି ଥିଲେ ମଧ୍ୟ ସେ କାହିଁକି ଉପମନ୍ୟୁଙ୍କୁ ଆଶ୍ରମକୁ ପଠାଇଲେ? ସେ କାହିଁକି ଅର୍କପତ୍ର ଖାଇକି ଅନ୍ଧ ହେଲା? ତେଣୁ ଗୃହ ତ୍ୟାଗୀ ଆଜିର ମା ମାନେ ବାପା ମାନେ 8 ଦିନ ପରେ କଲେଜର ପ୍ରିନ୍ସିପାଲକୁ ହଉ ବା ଡାଇରେକ୍ଟରକୁ ହଉ ହଟ ଟମାଟ କରିଦେଉଛନ୍ତି, ମୋ ପିଲା ଘରକୁ ଯିବ, ମୋର ପାଠ ଦରକାର ନାହିଁ, ମୋ ପିଲା ଦରକାର। ମୁଁ ଅଙ୍ଗେଲି ହଉଛି ଆଜ୍ଞା। ଯେଉଁମାନେ ସମସ୍ତେ ଅଛନ୍ତି ସମସ୍ତେ ମୂଲ୍ୟବାନ କଥା କହିବେ। ଯଦି ସବୁ କଥା ଗୁଡାକ ଟିକିନିକ ଭାବରେ ଶୁଣ ଆଉ ଅନ୍ତର ଭିତରକୁ ନିଅ, ନିଶ୍ଚିତ ଭାବରେ ତମ ଭିତରୁ କେହି ନା କେହି ପରିବର୍ତ୍ତନ ହେଇ ଜଣେ ଗୋଟେ ବଡ ମଣିଷରେ ପରିଣତ ହବ। ବଡ ମଣିଷ, ସବୁ ବଡ ମଣିଷ ଗୁଡିକ ଭଲ ମଣିଷ ନୁହନ୍ତି। ସବୁ ବଡ ମଣିଷ ଗୁଡିକ ଭଲ ମଣିଷ ନୁହନ୍ତି, କିନ୍ତୁ ସବୁ ଭଲ ମଣିଷ ଗୁଡିକ ବଡ ମଣିଷ। ଆଜି ଦୁନିଆରେ ସଂସାରରେ ଯେତିକି ନୀତି ନିୟମ ଅଛି ଭାଙ୍ଗୁଛି କିଏ? ପଶୁ ନା ପକ୍ଷୀ? ପଶୁ ଭାଙ୍ଗୁଛି ନା ପକ୍ଷୀ ଭାଙ୍ଗୁଛି? ବିଦ୍ୟାଳୟକୁ ଡେରିରେ ଯାଇ ଶୀଘ୍ର ଫେରିବା, ପୁରସ୍କାର ପ୍ରାପ୍ତ ହେବା। ବିଦ୍ୟାଳୟକୁ ଡେରିରେ ଯାଇ ଶୀଘ୍ର ଫେରିବା, ପୁରସ୍କାର ପ୍ରାପ୍ତ ହେବା। ଫୁଲ ତିଆରି କରି 40% ଖର୍ଚ୍ଚ କରି 100% ବିଲ୍ କରିବା, କିଏ ଭାଙ୍ଗୁଛି? ମଣିଷ ନା ପଶୁ? ଏ ନିୟମକୁ କିଏ ଭାଙ୍ଗୁଛି? ମଣିଷ ଭାଙ୍ଗୁଛି। ଦରମା ପାଇଁ ଦସ୍ତଖତ କଲା ବେଳେ ଉପରେ ସାଇନ କରିବା, ଲାଞ୍ଚ ନେଲା ବେଳେ ତଳେ ହାତ ପତେଇବା, କିଏ କରୁଛି? ସବୁ ମଣିଷ କରୁଛି। ତେଣୁ କଥା ହେଲା, ସବୁ ମଣିଷ ତିଆରି କରିଦେଲେ, ଭଲ ମଣିଷର ଅଭାବ ଅଛି ଆଜି ଦିନରେ। ଯଦି ମଣିଷ ତିଆରି କରାଯାଏ ତାହେଲେ ସବୁ ସମାଧାନ ହେଇଯିବ। ନିଶ୍ଚିତ ଭାବରେ ସୋସାଇଟି ଆଜି ଆଗକୁ ଯିବ, ପଛାଇବ ନାହିଁ। ତେଣୁ ମଣିଷ ତିଆରି କରିବାଟା ନିତାନ୍ତ ଆବଶ୍ୟକ। ଆଉ ସେ ମଣିଷ ତିଆରି କରିବା ପାଇଁ କେବଳ ଏଭଳିଆ ଶିକ୍ଷାନୁଷ୍ଠାନ, ସାମାଜିକ ବ୍ୟବସ୍ଥା, ଗାଁର ଭାଗବତ ଟୁଙ୍ଗି, ରାମଚରିତ ମାନସ ନିଶ୍ଚିତ ଭାବରେ ତାକୁ ପାଥେୟ କରିବା ଦରକାର ଅଭିଭାବକ ମାନେ। ଆଉ ଭଲ ସ୍କୁଲ ନୁହେଁ, ବଡ ସ୍କୁଲ ନୁହେଁ, ଯୋଉ ସ୍କୁଲର ମୁଖ୍ୟ ଆଚାର୍ଯ୍ୟ ବା ପ୍ରଧାନ ଶିକ୍ଷକ ବା କର୍ମକର୍ତ୍ତା ମାନେ ନିଶ୍ଚିତ ଭାବରେ ନୀତି ନିୟମ, ଜ୍ଞାନ ଗୁଣୀ ସବୁଥିରେ ସେମାନେ ଯଦି ଠିକ ଭାବରେ ଥିବେ, ସେଭଳିଆ ସ୍କୁଲକୁ ବାଛିକି ଛାଡ଼ନ୍ତୁ। ବରଂ ସେଠି 10ଟି ପିଲା ପାଠ ପଢନ୍ତୁ, ସେ 10ଟି ପିଲା ଯେଦିନ ପାଠ ପଢିବେ, ହଜାର ହଜାର ଲକ୍ଷ ଲକ୍ଷ ପିଲାକୁ ସେ ନିଶ୍ଚିତ ଭାବରେ ପଛରେ ପଡ଼ି ଆଗକୁ ଯିବେ। ବନ୍ଧୁଗଣ, ମୋ କବି ପ୍ରଶାନ୍ତ ଭାଇଙ୍କ ଭାଷାରେ ସେ ହେଉଛନ୍ତି ଜରି ଘଟେଇବା ଝିଅର ବାପା ମା। ଟିକେ ଆଗ ଶୁଣିଲି, ଆମ ମହାବିଦ୍ୟାଳୟକୁ ଯାଇଥିଲେ, ଠିକ ସେଇ କଥା କହିଥିଲେ। ମୁଁ ବି ସେଇ ଜରି ଘଟେଇବା କଥା ଆଜିକାଲି କୁହେ ତାଙ୍କଠୁ ଶୁଣିଲା ପରେ। କିନ୍ତୁ ସେ କଣ କହନ୍ତି, ମୁଁ କଣ କୁହେ ଅଲଗା।
मोर कहवा कथा पिलामाने पिलामाने प्लीज विद्यार्थी तुम आज गोटे बहु मूल्यवान दिन जरी गोटे झीटी मेछ छिंगा जराजीर्ण भुकिरा मानसिक अस्थिरता से जरी गोटे ताको पेटक गंडा भल खाद्य मिलवा दूर कथा सफा पानी रे गाधेवा को सुजोग पाइबार दूर कथा ताको शुद्ध पानी पीवा को मध्य मिले नहीं से जरूरत आम जदि साधारण भाव आम पिला जहाँ सुजोग दौते अर्ध सुजोग ताठू 1/4 सुजोग दियो पाठ पढ़ाई निश्चित भाव से जरी गटेवा झील बा पुओ आम पिला शिक्षार आगे रही ए बाबद गोटे कथा कहि आपको मुझे बेसी समय नबीनी कहबार बहुत थिला किंतु बड़ बड़ वक्ता अतिथि माने अछंती कहबार बहुत थिला आपण देखंतु देश में चाहा बिकुथिबा पिलाटी आज प्रधानमंत्री पिला माने प्लीज देश में चाहा बिकुथिबा पिलाटी आज प्रधानमंत्री अर्थ अभाव जदि अर्थ अभाव विद्या अर्जन में कभी बाधा सृष्टि करना बरं से सुजोग सृष्टि कर एपीजे अब्दुल कलाम पिला माने तमरो लाइकिंग साइंटिस्ट एपीजे अब्दुल कलाम से जितेबले अग्नि परीक्षण सफलता हासिल कले द्वितीय थर से भारतर प्रधानमंत्री इंदिरा गांधी थे आ इंदिरा गांधी एत खुशी हो गले से खुशी हो डकैले तमें आस मु तुमको देखा करने इच्छा कर तुम जल्दी आस डॉक्टर एपीजे अब्दुल कलाम दी जन गुरु थे जड़े डॉक्टर सतीश सावत आउ जड़े विक्रम साराभाई एपीजे अब्दुल कलाम दौड़ी दौड़ी गले गुरुजी पाक कहले व्यस्त कहले पिला शुण व्यस्त कहले सार मत प्रधानमंत्री डाकुचंदी मु जीवी केमिति गुरुजी कहले कौन पाए ना आज्ञा मोर चप्पलटा अच्छी सुटटा मया है कोट नहीं जामाटा ठीक भाव में देखा जाऊ ना ठीक भाव में लगुनि मत मुझे जीवी गुरुजी पिठी रे हाथ मारे हाथ चापी दे कहले अरे तुम एमती जाओ यू ऑलरेडी ड्रेस तमर सक्सेस कृत कार्य को तुम पिंधि सारी तुम एमती जाओ पिला माने तुमको बड़ मनीष हवाक हेले भल मनीष बड़ मनीष कहवानी आम भल मनीष हवाक हेले तुम गोटे स्वप्न देखा पड़ो गोटे स्वप्न देखा पड़ो आ स्वप्न को साकार करने को हेले तुमको विनम्र हवाक पड़ो आ कौन करने पड़ो ना मने मने तुमर जेकोसी आदर्श को गोटे गुरु बोले मानिया पड़ो से गुरु है पारंती आइनस्टाइन है पारंती अब्दुल कलाम है पारंती तुम विद्यालय प्रधान शिक्षक शिक्षयित्री बा जेकोसी शिक्षक गुरुमा गुरुमी बा है पारंती तुम निज बाप माँ आ नम्रतार सहित तुमको से आदर्श परिचालन तुमको परिश्रम करने पड़ो नम्रता हवा पड़ो निश्चित भाव में नम्रता बाबद गोटे कथा कहूँ पिलाने आइनस्टाइन छोट पिला तो जानी कि ना तुम पाठ्यक्रम अच्छे कि ना मुझे जाने तथा आइनस्टाइन जड़े भारतर नुहे पृथ्वीर सबुठार ज्ञानी वैज्ञानिक आइनस्टाइन जो थियोरी ऑफ पिला गुरुजी गुरुमा मान
ଯେ ଆଇନଷ୍ଟାଇନ ଯେତେବେଳେ ଥିଓରି ଅଫ ରିଲେଟିଭିଟି ଆବିଷ୍କାର କଲେ ସେ ଥିଓରି ବାବଦରେ କହିବା ପାଇଁ ତାଙ୍କୁ ପୃଥିବୀର କଣ ଅଣୁକଣରୁ ପିଲାମାନେ ପୃଥିବୀର କଣ ଅନୁକଣରୁ ଇନଭାଇଟେସନ ଆସିଲା ସବୁଦିନ ସିଏ ସେ ବାବଦରେ ଭାଷଣ ଦେଉଥାନ୍ତି। ତେଣୁ ଦିନେ ତାଙ୍କ ଡ୍ରାଇଭର ବୟସ୍କ ଲୋକ ହେଇଥାଏ ଡ୍ରାଇଭର ସବୁବେଳେ ପଛ ସିଟ୍ରେ ବସିକି ଆମେ କଣ କହୁଛନ୍ତି ସେ ସବୁ ଶୁଣିଥାନ୍ତି। ଦିନେ ଆଇନଷ୍ଟାଇନକୁ କହିଲେ ଗଲା ପରେ କହିଲେ ସାର୍ ଡ୍ରାଇଭରଟି କହିଲା କଣ କହୁଛନ୍ତି ଡେଲି ଡେଲି ଗୋଟେ ଛୋଟ ସହର ଏମିତି ଅଛି ସେଦିନ ମୁଁ ପଛରେ ବସିବି ତମେ ଯାଇ ଷ୍ଟେଜରେ ବସିବ ସେ ନ୍ୟୁଜିଲାଣ୍ଡ ଯୋଉ ଛୋଟ ଜାଗା ମତେ ମୋ ନାଁ ଜାଣିଛନ୍ତି ମୋର ଚେହେରା କେହି ସେଠି ଜାଣିନାହାନ୍ତି ମୁଁ ଆଇନଷ୍ଟାଇନ କି ନୁହେଁ। ତମେ ଏଟା ଆଧ୍ୟାତ୍ମିକ ଲୋକ ଗୋଟେ ପଶୁ ବା ମଣିଷର ଆହାରକୁ ଛଡେଇବା ନେବା ତମର କୋଉ ଧର୍ମ? ସେଠୁ ବାଘ କହିଲା ତାହେଲେ ମୋ ଆହାର ତମେ ଛଡେଇବନି ମୁଁ ତ ଆହାର ନିଶ୍ଚିତ ଖାଇବି। ସେଠୁ ଭଗବାନ ଦ୍ୱନ୍ଦ୍ୱରେ ପଡ଼ିଲେ କହିଲେ କିଛି ଅସୁବିଧା ନାହିଁ ତମ ଆହାର ପାଇଁ ମୁଁ ନିଜେ ମୁଁ ତମେ ମତେ ଭକ୍ଷଣ କରି ତମ ଭୂତକୁ ନିଭ ଆଉ ସେଟା ମୋ କର୍ମ ଆଉ ମୋ ଧର୍ମ ସୁଶଳାକୁ ରକ୍ଷା କରିବା ସୁଶଳାକୁ ରକ୍ଷା ଦିଅ। ସେଠୁ ପୁଣି ମହାବଳ ବାଘ ଦ୍ୱିତୀୟ ଥର ପଚାରିଲେ ଘରେ କି ଭାବି ଚିନ୍ତି କି କହ ବାବୁ ତମକୁ ଖାଇବି ତ କହିଲା ହଁ। ସାଙ୍ଗେ ସାଙ୍ଗେ ସେଇ ମୁହୂର୍ତ୍ତରେ ସେ ବାଘଟି ଗୁରୁ ବୈଶିଷ୍ଟ୍ୟରେ ପରିଣତ ହେଇଯାଇଥିଲେ ତାଙ୍କ ରୂପରେ ଅର୍ଥାତ୍ ଗୁରୁ ବୈଶିଷ୍ଟ୍ୟରେ ମହାବଳ ବାଘର ରୂପ ନେଇ ତାର ବିସ୍ତାରକୁ ସେ ପରିଣା କରୁଥିଲେ। ଆଉ ଗୋଟେ କଥା କହିବି ବହୁତ କଥା ଅଛି 2 ଘଣ୍ଟା 3 ଘଣ୍ଟା କହିଥାନ୍ତି ବୁଝିଲେ ନା। ଆଉ ଗୋଟେ କଥା କହିବି ଗୋଟିଏ ପ୍ରକାର କଥା ଶୁଣିକି ଆପଣମାନଙ୍କୁ ନିଶ୍ଚିତ ଭାବରେ ବୋର ବି ଲାଗୁଥିବ ବୋର ଲାଗିବା କଥା ନାହିଁ। ଆମେ ପିଲାମାନଙ୍କୁ ଶିକ୍ଷା ଦେଉଛେ ପିଲାମାନଙ୍କର ଆନ୍ତରିକ ଶାରୀରିକ ମାନସିକର ଯେତେ ପରିବର୍ତ୍ତନ କରିପାରିବା ଆମ ଶିକ୍ଷକତାର ପରିପୂର୍ଣ୍ଣତା ଆସିବ ନହେଲେ ଆସିବନି। ବନ୍ଧୁଗଣ ପିଲାମାନେ ବଡ଼ ହେଇ ଚାକିରି କରି କେହି ଦେଖିଛନ୍ତି ମା ପାଖରେ ଯାଇ ବସିବା କହିବା ମା ତୁ ଗୋଡ଼ ଟିକେ ବଥା କରୁଛୁ ଟିକେ ଆଉଁସି ଦେବା ବାପା ଖାଇବା ଟିକେ ବସିବା ବାପା ତମେ କ'ଣ କିଛି ତିଆରି ଖଟ ଦାନ ଛତା ମମ ଗାଈ କାହାକୁ ଦାନ କରିବା ଥିଲା କି କିଛି ଖର୍ଚ୍ଚ କରିବ କି କେବେ କହିଛନ୍ତି କହୁଛନ୍ତି ଆପଣମାନେ ଦେଖୁଛନ୍ତି? କିନ୍ତୁ ଯେ ଯେତେ କରିଥାଉ ଯେତେ ମୁଣ୍ଡରେ ମୁଣ୍ଡେଇ ଥାଉ ଯେତେ ଯାହା ବି କରିଥାଉ ଯେତେ ମାନ ସମ୍ମାନ ପାଇଥାଉ ଯେତେ ଧନ ସମ୍ପତ୍ତି ଅର୍ଜନ କରିଥାଉ ଯଦି ମା ବାପା ପାଇଁ କିଛି କରିନି ଯଦି ମା ବାପା ପାଇଁ ଏହା କରିନି ଯାହା ମୁଁ କହିଲି ସେ କିଛି ବି କରିନାହିଁ। ଆଉ ଯିଏ କିଛି କରିନାହିଁ ତା ପାଇଁ ତାକୁ କେହି ଚିହ୍ନାନ୍ତି ବଜାରରେ ବିଲରେ ଲଙ୍ଗଳ କରି କୋଦାଳ ହାଣି ମୂଲ ଲାଗି ବାପା ମା ପାଇଁ ଏତିକି କରିଛି ସିଏ କିଛି ନ କରି ସବୁ କରିଛି ସେ କିଛି ନ କରି ସବୁ କରିଛି ତା ଜୀବନରେ। ଥରେ ଭଗତ ସିଂଙ୍କୁ ଜେଲ ହେବା ପାଇଁ ଆପଣମାନେ ସମସ୍ତେ ଜାଣିଛନ୍ତି ଇତିହାସ। ଭଗତ ସିଂଙ୍କୁ ଜେଲ ହେଲା ଡିକ୍ଲାର ହେଇଗଲା କାଲିକି ତାଙ୍କୁ ଜେଲ ଦଣ୍ଡ ଦିଆଯିବ। 3 ଦିନ ଆଗରୁ ବା 2 ଦିନ ଆଗରୁ ବା 2 ଦିନ ଆଗରୁ ଯେଦିନ ଦଣ୍ଡ ହବ ଡେଟ୍ ପ୍ରଚାର ହେଇଗଲା। 2 ଦିନ ଆଗରୁ ତମର ତାଙ୍କର ବନ୍ଧୁ ସଖା ସଖୀ ସମସ୍ତେ ଆସିକି ତାଙ୍କୁ ଦର୍ଶନ କରି ଯାଇଛନ୍ତି। ପିଲାମାନେ ମା ମାନଙ୍କୁ ବୁଝେଇବ ତମେ ଏ କଥାଟା ପିଲାମାନେ ମା ମାନଙ୍କୁ ବୁଝେଇବ ଏ କଥାଟା ଶୁଣ। ସବୁ ବନ୍ଧୁ ବର୍ଗ ପ୍ରିୟା ପ୍ରିୟ ତାଙ୍କୁ ଦେଖି ଯାଇଛନ୍ତି। ମା ଖବର ପଠେଇଲା ମୁଁ ଦେଖିବାକୁ ଯିବି ରେ ବାବୁ ତତେ। ଭଗତ ସିଂ କହିଲେ ମା ତୁ ଯଦି ଆସିବୁ କାନ୍ଦିବୁ ନାହିଁ ଯଦି କାନ୍ଦିବୁ ଆସିବୁ ନାହିଁ। ଆଉ ଥରେ ଶୁଣ ମାକୁ ଭଗତ ସିଂଙ୍କୁ ଜେଲ ହେଇଛି ଦଣ୍ଡ ସବୁ ଦେଖି ସାରିଲା ପରେ ମାର ପାଣି ପଡ଼ିଲା। ମା ଆସିବ କହିଲା
पुओ खबर देला माँ तू जदि आसबू कांदबू ना जदि कांदबू आसबू ना से कहला ना मुझे कांदी कथा गंभीर आपण मैंने समस्ते जानी भगत सिंह को माँ किंतु आसी बेल ठीक पहुंच अच्छी आउ संभाली पारा ना कांदिला माँ कांदिला कहीदेला कांदनी कि माँ कांदिला भगत सिंह कहले माँ तू पूरा कांदनी कही कांदुचु कहीं तार माँ कहले अरे बाबा तत्ते फांसी दंड मिली बोली मु कांदुनी मुझे कांदुची मुझे कांदुची मोर आउ बयस नहीं तो भाई आउ गए पुओ जन्म करी मु राष्ट्र को समर्पण करने किंतु आज माँ मैंने 4 दिन 5 दिन पर 7 दिन पर शनिवार जो छुआ हस्पिटाल को न आसी घरे महाभारत रंधाबढ़ा हेनी आगे कि मास्टर की से भारी मास्टरगिरी देखा मो क्षण लगे समस्त जदि मोर वक्तव्य किसी उल्लंघन थाए मुझे जहाँ भी कही मोर पिला शिक्षा देवाई मो धन्यवाद देवी शेष एवं वेलकम करुच्ची प्रिंट मीडिया भाई भाई मैंने इलेक्ट्रोनिक्स मीडिया भाई भाई मैंने शेष मोर कथा है मनीष गठन करंतु भल मनीष गठन करंतु भल मनीष गठन कले एंतुड़ीशाला पिला ठारू आरंभ हो पार भल मनीष हेले संसार संपूर्ण भाव में परिवर्तन हो कही मो वक्तव्य शेष कर थैंक यू मुझे जाऊँगी मो अतिथि मैंने कई खराब भावने बहुत टे दायित्वान कार्य अच्छी भारी इच्छा था प्रशांत भाई नुहे प्रशांत भाषण डेली शुणी शुणी था इच्छा था बाकी नूतन अतिथि मैंने आसुँच शुणी था दुर्भाग्य बहुत क्षमा करेंगे मास्क थैंक यू बहुत बहुत